ଆସିକି ଆମ ରାଜ୍ୟର କଣ୍ଟ୍ରାକ୍ଟର ମାନଙ୍କୁ ଆଗକୁ ବଢିବା ପାଇଁ ସୁଯୋଗ ଦେଉଛନ୍ତି। ମୁଁ ନିଜେ ଦେଖିଛି ଯୋଉ ବାହାର ରାଜ୍ୟର ବଡ ବଡ କଣ୍ଟ୍ରାକ୍ଟର ମାନେ ଆସୁଥିଲେ, ଆମ ରାଜ୍ୟର କଣ୍ଟ୍ରାକ୍ଟର ମାନେ ତାଙ୍କ ପାଖରେ ରିକ୍ୱେଷ୍ଟ କରୁଥିଲେ ଟିକେ କାମ ଦିଅ, ମୋର କମ୍ପାନୀଟା ବଞ୍ଚୁ, ମୋର ଲେବର ମାନେ ବଞ୍ଚନ୍ତୁ, ଯୋଉ ରିକ୍ୱେଷ୍ଟ କରୁଥିଲେ ତାକୁ ସେ ମଧ୍ୟ ସୁଯୋଗ ମିଳୁନଥିଲା। ଆଜି ଯାଉ ଏକଜୁଟ ହେଇପାରୁଛନ୍ତି, ତାଙ୍କୁ ଧନ୍ୟବାଦ ଦେବି। ତାଙ୍କର ସମସ୍ୟା ଅନେକ ସମସ୍ୟା ରହିଛି, ସରକାର ପାଖରେ ଦାବି କରନ୍ତୁ, ଆମେ ମଧ୍ୟ ଏମାନଙ୍କୁ ସହଯୋଗ କରିବୁ ଆଗକୁ ବଢିବା ପାଇଁ ଏବଂ ସରକାରଙ୍କୁ ନିବେଦନ କରୁ ଏମାନଙ୍କୁ ସୁଯୋଗ ଦେଇ କାର୍ଯ୍ୟ କରିବୁ। ओनली गंजाम टाइगर रमेश भाई ଏଇଟା ଲୋକ ଖୁସିରେ पंजाब और ଡାକୁଛନ୍ତି। ओडिशा ओडिशा टाइगर रमेश भाई ଶୁଣ, ସମସ୍ୟା ତ ଅନେକ ରହିଛି, ସବୁ ଯାକ ସମାଧାନ ହେଇପାରିବ ବୋଲି ମୁଁ ମଧ୍ୟ ଫିଲ୍ କରୁନି। କିଛିଟା ବି ସମାଧାନ ହେଲେ ସେମାନେ ଆଗକୁ ବଢିପାରିବେ। କରିବେ ତାଙ୍କର ଯୋଉ ଏକତା ବନେଇଛନ୍ତି, ଯୋଉ ୟୁନିୟନ ବନେଇଛନ୍ତି, ତାହା ମଜବୁତ ରହିଲେ ତାଙ୍କର ନିଶ୍ଚୟ ଥିଲେ ଏବଂ ଯୋଉ ସମସ୍ୟା ଗୁଡ଼ିକ ଯୋଉ ଦିନକୁ ଦିନ ବଢି ବଢି ବାହାର କଣ୍ଟ୍ରାକ୍ଟର ମାନେ ଆସିଲେ ଆମ ରାଜ୍ୟର କଣ୍ଟ୍ରାକ୍ଟର ମାନେ ଆଗକୁ ବଢିପାରିବେ। ଏ ହଉଛି ବଡ ସମସ୍ୟା, ଯାହାଦ୍ୱାରା କେତେ କଣ୍ଟ୍ରାକ୍ଟର ବର୍ବାଦ ହେଇଯାଇଛନ୍ତି, କେତେ କଣ୍ଟ୍ରାକ୍ଟରକୁ ତଳିତଳାନ୍ତ କରିଦେଇଛନ୍ତି ଏବଂ ଟେଣ୍ଡର ହେଲା ପରେ ମଧ୍ୟ ତାଙ୍କର ଏଲିଜିବୁଲ ଥିଲା ପରେ ମଧ୍ୟ ତାଙ୍କୁ ସେ ଟେଣ୍ଡରଟି କ୍ୟାନସେଲ କରାଯାଇଥିଲା। ଏଇସବୁ ସମସ୍ୟା, ଏ ସମସ୍ୟା ପାଇଁ ଆଜି ଆମ ରାଜ୍ୟର କଣ୍ଟ୍ରାକ୍ଟର ମାନେ ବିଭିନ୍ନ ସମସ୍ୟା ବିଭିନ୍ନ ହଇରାଣ ହରକତରେ ଗତି କରୁଛନ୍ତି। ଯାହା ହଉ ଏତିକି ଦିନ ଯୋଉ ଷ୍ଟାଣ୍ଡ ହେଇକି ଅଛନ୍ତି, ଏକଜୁଟ ହେଇପାରିଲେ, ସମସ୍ତଙ୍କର ମନ ମିଶି ପାରିଲେ ଆଗକୁ ବଢିବା ପାଇଁ ଯୋଉ ସଫଳ ହେବା ପାଇଁ ଯୋଉ ଘଣ୍ଟା ଭିଡ଼ିଛନ୍ତି, ତାଙ୍କୁ ସ୍ୱାଗତ କରୁଛି। ଆଉ ସେମାନଙ୍କର ଭଲ ମନ୍ଦ ସୁବିଧା ଅସୁବିଧାରେ ଆମମାନେ ସହଯୋଗ କରିବୁ ବୋଲି କଥା ଦେଇଛୁ। ଆଉ ନିଶ୍ଚୟ ତାଙ୍କୁ ସହଯୋଗ କରିବୁ। ସେମାନେ ବି ସମାଜର ଗୋଟେ ଠିକ ସମାଜର ଗୋଟେ ଉନ୍ନତିକର କାର୍ଯ୍ୟ କରୁଛନ୍ତି ଏବଂ ହଜାର ହଜାର ଲୋକ ତାଙ୍କ ଦ୍ୱାରା ବଞ୍ଚୁଛନ୍ତି। ସେମାନଙ୍କୁ ଆଉ ଗୋଟେ ନିବେଦନ କରିବି ଯେ ସେମାନେ ତାଙ୍କର ନିଜ ପଇସାରୁ କିଛି କିଛି ଜାଗାରେ ଯୋଉ କଣ୍ଟ୍ରାକ୍ଟିଂ କରୁଛନ୍ତି, କିଛି କିଛି ଗଛ ମଧ୍ୟ ଲଗାନ୍ତି। ସମାଜର ଏବଂ ଆମର ଯୁବ ଜଗତର ଭିଜନଟାକୁ ଟିକେ ବଦଳାଇ ପାରିବେ। ଧନ୍ୟବାଦ।